ଆଜି ଏହି ଭିଡ଼ିଓରେ ଆମେ ଜାଣିବା କିପରି BSKY ନବୀନ କାର୍ଡ଼ ଆପଣ ନିଜ ମୋବାଇଲ ଫୋନରେ ଆପଣ ଆବେଦନ କରିପାରିବେ। ଯାହାକି 16 ତାରିଖ ଆପଣଙ୍କର ଲାଷ୍ଟ ଡେଟ୍ ଥିଲା, ତାହାକୁ ଏବେ ବଢ଼ାଇ ଦିଆଯାଇଛି। ଜାନୁଆରୀ 26 ପର୍ଯ୍ୟନ୍ତ ତାର ଡେଟ୍ ବଢ଼ାଇ ଦିଆଯାଇଛି। ଆପଣ କିପରି ଆପଣଙ୍କ ମୋବାଇଲ ଫୋନରେ କିମ୍ବା ଆପଣଙ୍କ ଲ୍ୟାପଟପ୍ ଅଛି ଆପଣ କିପରି ଆପଣ ଆବେଦନ କରିପାରିବେ, ସେହି ପାଇଁ ଭିଡ଼ିଓଟା ନେଇ ଆସିଛି। ଭିଡ଼ିଓ ଯଦି ଭଲ ଲାଗିଲା ଲାଇକ୍ କରିବେ, ଆଉ ଡେରି ନକରି ଭିଡ଼ିଓକୁ ଷ୍ଟାର୍ଟ କରିନେବା। BSKY ନବୀନ କାର୍ଡ଼ ଆବେଦନ କରିବା ପାଇଁ ଆପଣ କୌଣସି ବି ଆପଣ କ୍ରୋମ୍ ବ୍ରାଉଜର ଓପନ୍ କରିବେ। ଏଠି BSKY ନବୀନ କାର୍ଡ଼ ଲେଖି ସର୍ଚ୍ଚ କରିବେ। BSKY ନବୀନ କାର୍ଡ଼ ସର୍ଚ୍ଚ କଲା ପରେ ଏଠି ଆପଣ ଗୋଟେ ପ୍ରଥମ ଲିଙ୍କ୍ ଆସିବା, ସେ ଲିଙ୍କ୍ରେ କ୍ଲିକ୍ କରିବେ। ସେ ୱେବସାଇଟ୍ରେ କ୍ଲିକ୍ କଲାବେଳେ ଏଠି ଆପଣଙ୍କ ରେଜିଷ୍ଟ୍ରେସନ୍ ଫର୍ ଡେଟ୍ ହେଜ୍ ବିନ୍ ଏକ୍ସିଡ୍, ଯାହାକୁ 26 ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏଠି ଆପଣ ଯଦି ପ୍ରଥମରୁ ଯଦି ଆପଣ ଆବେଦନ କରିଛନ୍ତି ତାପରେ ଚେକ୍ କରିପାରିବେ। ଆପଣ ଯଦି ନୂଆ ଆବେଦନ କରିଥିଲା ସେ ରେଜିଷ୍ଟ୍ରେସନ୍ ଅପସନ୍ରେ କ୍ଲିକ୍ କଲାବେଳେ ଏଠି ଆପଣଙ୍କର ଷ୍ଟିକ୍ ମାରିଦେବେ। ଆପଣ ଯଦି ନିଜେ ଫ୍ୟାମିଲି ହେଡ଼୍ ଅଛନ୍ତି ତାହେଲେ ହେଡ଼୍ର ଆପ୍ଲିକେସନ୍ ଏଠି ନମ୍ବର ଆଧାର ନମ୍ବର ଦେଇଦେବେ। ଆପଣଙ୍କ ଆଧାର ନମ୍ବର ଠିକ୍ ସେ ଭରିଦେଲା ପରେ ଏଠି ଭେରିଫାଏରେ କ୍ଲିକ୍ କରିବେ। ଭେରିଫାଏରେ କ୍ଲିକ୍ କଲା ପରେ ଏଠି ୟୁ ଆର୍ ଏଲିଜିବୁଲ୍ ଫର୍ ଆପ୍ଲିକେସନ୍ ଫର୍ ଇଣ୍ଟୋ BSK ନବୀନ କାର୍ଡ଼ ସ୍କିମ୍, ପ୍ଲିଜ୍ ସେଲେକ୍ଟ ଦ BLO ମୋଡ୍ ଅଫ୍ ଅଥେଣ୍ଟିକେସନ୍ ଟୁ ଷ୍ଟାର୍ଟ ରେଜିଷ୍ଟ୍ରେସନ୍, ଯାହାକି ଆପଣ ଏଲିଜିବୁଲ୍ ହେଇଯାଇଛନ୍ତି। ଏଠି ଗେଟ୍ OTPରେ କ୍ଲିକ୍ କରିବେ। ଗେଟ୍ OTPରେ କ୍ଲିକ୍ କଲା ପରେ ଆପଣଙ୍କ ଆଧାର କାର୍ଡ଼ ଯେଉଁ ମୋବାଇଲ୍ ନମ୍ବର ରେଜିଷ୍ଟର ଅଛି ସେ ରେଜିଷ୍ଟର ମୋବାଇଲ୍ ନମ୍ବରକୁ ଗୋଟେ ୱାନ୍ ଟାଇମ୍ ପାସୱାର୍ଡ଼ ଯିବ, ଯାହାକି ବୈଧତା 10 ମିନିଟ୍ ପର୍ଯ୍ୟନ୍ତ ତା'ର ଟାଇମ୍ ରହିବ। ଆପଣଙ୍କ OTP ଏଠି ଠିକ୍ସେ ଭରିଦେବେ। ଯଦି OTP ଠିକ୍ସେ ଦେଇକରି ଏବେ ଭ୍ୟାଲିଡେଟ୍ ଆଣ୍ଡ କଣ୍ଟିନ୍ୟୁ ଉପରେ କ୍ଲିକ୍ କରିବେ। ଭ୍ୟାଲିଡେଟ୍ ଆଣ୍ଡ କଣ୍ଟିନ୍ୟୁ ଉପରେ କ୍ଲିକ୍ କଲା ପରେ ଏଠି ଆପଣଙ୍କ ନୂଆ ଇଣ୍ଟରଫେସ୍ଟା ପୁଣି ଖୋଲିଯିବ। ଏଠି ଆପଣଙ୍କର ପ୍ରୋଫାଇଲ୍ ଦେଖାଇଦେବ। ଆପଣଙ୍କ ଏଠି ଆଧାର କାର୍ଡ଼ରେ ଯେଉଁ ଫଟୋ ଅଛି ସେ ଫଟୋ ଏଠି ଅଟୋମେଟିକ୍ ଆସିଯିବ। ଏଠି ଆପଣଙ୍କର ଫାଦର ନେମ୍ କ'ଣ ଦେଇଦେବେ, ଆଧାର କାର୍ଡ଼ ଯେମିତି ଫାଦର ନେମ୍ ଅଛି ସେମିତି ଦେଇଦେବେ। ଏଠି ମଦର ନେମ୍ ଦେଇଦେବେ। ଆପଣଙ୍କ ଫାଦର ନେମ୍ ଯାହା ବି ଥିବ ସେଠି ଏଠି ଦେଇଦେବେ। ଫାଦର ନେମ୍ ଏଠି ମଦର ନେମ୍ ଦେଇଦେବେ। ଆପଣ ସୋସିଆଲ୍ କ୍ୟାଟେଗୋରୀ ଆପଣ କ'ଣ OBC ST କ'ଣ ଏଠି ଚୁଜ୍ କରିବେ। ଆପଣଙ୍କର ମ୍ୟାରିଟାଲ୍ ଷ୍ଟାଟସ୍ ଆପଣ ବିବାହ ହେଇଛନ୍ତି କ'ଣ ଏଠି ଚୁଜ୍ କରିବେ। ଅକୁପେସନ୍ ଆପଣ କ'ଣ ଚୁଜ୍ କରିବେ। ଆପଣ କ'ଣ ଷ୍ଟୁଡେଣ୍ଟ କ'ଣ କରୁଛନ୍ତି ଆପଣ କ'ଣ ସବୁ ଏଠି ଚୁଜ୍ କରିବେ। ଏଠି ଆପଣଙ୍କ ଭୋଟର ID ନମ୍ବର ମାଗିବ। ଭୋଟର ID ଲେଖିକିରି ଏଠାରେ ଚୁଜ୍ ଫାଇଲ୍ରେ କ୍ଲିକ୍ କରି ଆପଣ ଅପଲୋଡ଼ କରିବାକୁ ପଡ଼ିବ। ଏଠି ଯାହା ଆପ୍ଲିକାଣ୍ଟ ଏହି ପାଖରେ କରୁଛନ୍ତି ତା'ର ଏଠି ମୋବାଇଲ୍ ନମ୍ବରକୁ OTP ଯିବ, ସେ ମୋବାଇଲ୍ ନମ୍ବର ଏଠି ଭରିଦେବେ। ମୋବାଇଲ୍ ନମ୍ବର ଠିକ୍ସେ ଭରିଦେଇ ସାରିଲା ପରେ ଏଠି ଗେଟ୍ OTPରେ କ୍ଲିକ୍ କରିବେ। ଏଠି ଆପଣଙ୍କ ମୋବାଇଲ୍ରେ ପୁଣି ଗୋଟେ OTP ଯିବ। OTP ଭରିଦେଇ ସାରିଲା ପରେ ଏଠି ସବମିଟ୍ରେ କ୍ଲିକ୍ କରିବେ। ଏଠି ଆପଣଙ୍କର ଡିଷ୍ଟ୍ରିକ୍ଟ କେଉଁଟା ଆପଣଙ୍କ ଏହି ଭାଷାରେ ଚୁଜ୍ କରିବେ। ଏଠି ଆପଣଙ୍କ ବ୍ଲକ୍ କେଉଁଟା ଆପଣଙ୍କ ଚୁଜ୍ କରିବେ। ଆପଣଙ୍କ ଗ୍ରାମ ପଞ୍ଚାୟତ GP ଯେଉଁଟା ହେଇଥିବ ସେଇଟା ଚୁଜ୍ କରିବେ। ଆପଣଙ୍କ ଭିଲେଜ୍ ଗାଁও ଏରିଆ ଯେଉଁଟା ଆପଣ ଚୁଜ୍ କରିବେ। ଆପଣଙ୍କ ପୋଲିସ୍ ଷ୍ଟେସନ୍ ଆପଣ ଯେଉଁଟା ପୋଲିସ୍ ଷ୍ଟେସନ୍ ସେଇଟା ଏଠି ଚୁଜ୍ କରିବେ। ଏଠି ଆପଣଙ୍କ ହାଉସ୍ ନମ୍ବର, ପ୍ଲଟ୍ ନମ୍ବର, ଲୋକାଲିଟି ଆପଣଙ୍କ ଯାହା ଏଠି ଆଡ୍ରେସ୍ ଥିବା ଆଧାର କାର୍ଡ଼ ଦେଖିକି ସବୁ ଏଠି ଫିଲ୍ଅପ୍ କରିଦେବେ।
ଏଠି ଆପଣଙ୍କ ଯାହାର ମେମ୍ବର ଆଡ଼୍ କରିବା ଚାହୁଁଛନ୍ତି, ଯାହାକୁ ଆପଣଙ୍କ ଫ୍ୟାମିଲିର ମେମ୍ବର ଆଡ଼୍ କରିବା ଚାହୁଁଛନ୍ତି, ତାର ଏଠି ଆଧାର ନମ୍ବର ଭରିଦେବେ। ଆଧାର ନମ୍ବର ଯେମିତି ଥିବ ସେମିତି ଏଠି ଭରିଦେଲା ପରେ ଏଠି ମେମ୍ବର ନେମ୍ ଯାହାର ସେ ଆଧାର ନମ୍ବର ଯାହାର ନାମ ଥିବ ସେଠି ଭରିଦେବେ। ଏଠି ଆପଣଙ୍କ ଜେଣ୍ଡର କ'ଣ ଚୁଜ୍ କରିବେ, ମେଲ୍ ଫିମେଲ୍ ଯେଉଁଠି ଥିବ ତାର ପୁଣି ଏଠି ମ୍ୟାରିଟାଲ୍ ଷ୍ଟାଟସ୍ ଚୁଜ୍ କଲେ କ୍ଲିକ୍ କରିବେ। ଆପଣ ଯଦି ଆଡ଼୍ କରିବା ନାହିଁ ବୋଲେ ଏଠି नो ୟାସ୍ରେ କ୍ଲିକ୍ କରିବେ, ଏଠି ସବମିଟ୍ରେ କ୍ଲିକ୍ କରିଦେବେ। ସବମିଟ୍ରେ କ୍ଲିକ୍ କଲା ପରେ ଆପଣଙ୍କୁ ଗୋଟେ ଆପ୍ଲିକେସନ୍ ନମ୍ବର ମିଳିଯିବ, ସେଟାକି ଆପଣ ପ୍ରିଣ୍ଟ ଆଉଟ୍ କରିକି ରଖିପାରିବେ। ଆପଣ ସବୁ କିଛି ଫିଲ୍ କରି ସାରିଲା ପରେ ସବମିଟ୍ରେ କ୍ଲିକ୍ କଲା ପରେ ଏଠି ଆପଣଙ୍କର ଏମିତି ଗୋଟେ ଆପ୍ଲିକେସନ୍ ନମ୍ବର ମିଳିଯିବ। ଆପଣ କେଉଁ ଦିନ ରେଜିଷ୍ଟ୍ରେସନ୍ କରିଥିଲେ ସବୁ ଏଠି ଦେଖିଦେବ, ଆପଣଙ୍କ ଆଧାର ନମ୍ବର, ଆପଣଙ୍କ ମୋବାଇଲ୍ ନମ୍ବର ସବୁ ଏଠି ଚେକ୍ କରିନେବେ। ଆପଣଙ୍କ ଡେଟ୍ ଅଫ୍ ବାର୍ଥ ଯାହା ଥିବ ସବୁ ଚେକ୍ କରିନେବେ। ଆପଣ କେତେ ଜଣଙ୍କୁ ଏଠି ଆଡ଼୍ କରିଛନ୍ତି ସବୁ ମଧ୍ୟ ଦେଖିପାରିବେ। ଏଠି ଯେଉଁ ଆପ୍ଲିକେସନ୍ ନମ୍ବର ଥିବ ସେ ଆପ୍ଲିକେସନ୍ ନମ୍ବରକୁ ଆପଣ ପ୍ରିଣ୍ଟ ଆଉଟ୍ କାଢ଼ିକି ଆପଣ ରଖିଥିବେ। ଯେତେବେଳେ ଗ୍ରାମ ପଞ୍ଚାୟତ କିମ୍ବା ଆପଣଙ୍କ ବ୍ଲକ୍ ଅଫିସ୍ରୁ ଯେତେବେଳେ ଅଫିସର ମାନେ ଆସିବେ ଆପଣଙ୍କୁ ଚେକ୍ କରିବେ, ଏଇଟା ଆପଣଙ୍କୁ ଦେଖିବାକୁ ପଡ଼ିବ। ଏମିତି ନିଜେ ଆପଣ ଘରେ ବସି ଏମିତି ଆପ୍ଲାଏ କରନ୍ତୁ। ଭିଡ଼ିଓ ଯଦି ଭଲ ଲାଗିଲେ ଲାଇକ୍ କରନ୍ତୁ, ଚ୍ୟାନେଲ୍ ସବସ୍କ୍ରାଇବ୍ କରି ସାଙ୍ଗମାନଙ୍କ ସହ ସେୟାର କରନ୍ତୁ।